ଏବେ ଷ୍ଟାର୍ଟ ହେଲା। ଦେଖ ସବୁଠୁ ଫାଷ୍ଟ ନେଇକି ଗୁଗଲ ଏର୍ଥ ଯିବ। ଗୁଗଲ ଏର୍ଥ ବୋଲି ଗୋଟେ ୱେବସାଇଟ୍ ଅଛି, ସେଠି ଯିବ। ସେଠି ଗଲେ ଏଇଟା ଖୋଲିବ, ଗୋଟେ ଇଣ୍ଟରଫେସ୍ ଖୋଲିବ। ଇଣ୍ଟରଫେସ୍ ଗଲେ ନ୍ୟୁ ପ୍ରୋଜେକ୍ଟ ଗୋଟେ ମାରିବ। ନ୍ୟୁ ପ୍ରୋଜେକ୍ଟରେ ନ୍ୟୁ ମ୍ୟାପ୍ ମାରିବ। ନ୍ୟୁ ମ୍ୟାପ୍ ମାରିଲେ ଏଇଟା ସ୍ୟାଟେଲାଇଟ୍ ଇମେଜ ଗୋଟେ ଖୋଲିଯିବ, ପୁରା ଗୁଗଲ ମ୍ୟାପର ଇମେଜ ଖୋଲିଗଲା ପରେ ଭାବ ଗୋଟେ ଜାଗାକୁ ଯାଇକିରି ସେଠି ମାପିବାର ଅଛି କି କିଛି ଗୋଟେ କରିବାର ଅଛି। ସେ ଜାଗାର କୋଅର୍ଡିନେଟ୍ସ ମାରିଦବ। ସେ ଜାଗାର କୋଅର୍ଡିନେଟ୍ସ ଭାବ ଆମକୁ ଖମ୍ବେଶରେ ମାପିବାର ଅଛି। ହେଲେ ସେଥିର କୋଅର୍ଡିନେଟ୍ସ ମୋ ପାଖରେ ଅଛି 19.530938, 83.415015। ଏତିକି ମାରିଦେଲେ ଆମର ଜାଗାଟା ପଳେଇ ଆସିବ। ଏଠି ଜାଗାଟା ପଳେଇ ଆସିଲା। ଏଠି ଜାଗାଟା ପଳେଇ ଆସିଲେ ଆମେ ଏଠି ଜୁମ୍ କରିବା। ଭାବ ଏଠି ପାଇପ୍ ଲାଇନଟା ପଡିଛି, ଏମିତି ପଡିଛି ପୁରା। ଏଠି ସୋଲାରଟା ଅଛି ଆଉ ଏଠୁ ପାଇପ୍ ଲାଇନଟା ପଡିଛି। ହେଲେ ଆମେ ଏଠୁ ଏଟା ମାପିଦବା। ମେଜର ଏଟା ଗୋଟେ ଅଛି, ମେଜରରେ ସିଲେକ୍ଟ କରିବା। ଭାବ ଏଠି ସୋଲାରର ଟାଙ୍କିଟା ଅଛି, ଏଠୁ ପୁରା ଗାଁକୁ ଯାଇଛି। ହେଲେ ଏଠି ଆମେ ସିଲେକ୍ଟ କରିବା ଫାଷ୍ଟ। ସିଲେକ୍ଟ କରିକି ଏମିତି ମାପିଦବା। ଗୋଟେ ଗୋଟେ ପଏଣ୍ଟ ଏମିତି କ୍ଲିକ୍ କରି କରି ଗଲେ ସେଟା ମପା ହେଇଯିବ ଅଟୋମେଟିକ। ଏଇଟା ଗୋଟେ ଲାଇନ ପଡିଲା। ଗୋଟେ ଲାଇନ ପଡିଲା ପରେ ସେଭ୍ ଟୁ ପ୍ରୋଜେକ୍ଟ କରିବ। ସେଭ୍ ଟୁ ପ୍ରୋଜେକ୍ଟ କରିବ। ଲାଇନ 1 ବୋଲି ନାଁ ଦେବ। ଲାଇନ 1 ବୋଲି ନାଁ ଦେଇକି ଡନ୍ କରିଦବ। ଡନ୍ କଲା ପରେ ଆଉ ଗୋଟେ ଲାଇନ ଆମକୁ ପକେଇବାର ଇଚ୍ଛା ଅଛି। ଭାବ ଏଠୁ ଷ୍ଟାର୍ଟିଂ ହେଇକି ପୁଣି ଏଠୁ ଆମେ ମାପିବା। ଏଠୁ ଏମିତି ଯିବ, ଏଠୁ ଏମିତି ଯିବ, ଏମିତି ପୁରା ଏଣ୍ଡ ଲାଇନ ଯାଏ ଯିବ। ଏଟା ହେଇଗଲା। ପୁଣି ଥରେ ଡନ୍ କରିଦବା। ଡନ୍ କରିଦେଇକି ସେଭ୍ ପ୍ରୋଜେକ୍ଟ କରିକି ଲାଇନ 2 ଡନ୍ କରିଦେଲେ ଏଟା ବି ସେଭ୍ ହେଇଗଲା। ଏଠି ଲାଇନ 1 ଲାଇନ 2 ଲାଇନ 1 ଲାଇନ 2 ସେଭ୍ ହେଲା ପରେ ପୁଣି ଭାବ ଏ ସବୁ ଛୋଟ ଛୋଟ ଜାଗା ଯାକ ଅଛି, ଏମିତି ଭିତରେ ଭିତରେ ବ୍ରାଞ୍ଚେସ୍ ଯାଇଥିବ, ସେ ସବୁ ବି ଆମକୁ କରିବାର ଅଛି। ଆମେ ଆଉ ପୁଣି ଥରେ ମେଜର ଦବେଇବା। ମେଜର ଦବେଇକି ଏଠି ଜୁମ୍ କରିବା। ଏଠୁ ମେଜର କରିବା ଏମିତି। ଏମିତି ଲାଷ୍ଟ ଲାଇନ ଯାଏ ଯାଇଥିବ। ହେଇଗଲା। ପୁଣି ଥରେ ଡନ୍ କରିବା। ଡନ୍ କରିକି ସେଭ୍ ପ୍ରୋଜେକ୍ଟ। ଏଟା ଦେଇଦେବା ଲାଇନ 3 ନା ଦେଇଦେବା। ଡନ୍ କରିବା। ହେଇଗଲା, ସେଭ୍ ହେଇଗଲା। ପୁଣି ଥରେ ସେମିତି ହିଁ ପୁଣି ଥରେ ମେଜର ଦବେଇବା। ଏଠୁ ଏଇ ଲାଷ୍ଟ ଏଣ୍ଡ ଯାଏ ଯାଇଥିବ ବୋଲେ ଏଠୁ ଏମିତି କରିବା ଲାଷ୍ଟ ଏଣ୍ଡ ଯାଏ। ପୁଣି ଥରେ ଡନ୍। ସେଭ୍ ପ୍ରୋଜେକ୍ଟ। ଲାଇନ 4 ସେମିତି ହେଲା କି? ସେମିତି ଗୋଟେ ଗୋଟେ ଲାଇନ ଯୋଉ ପଡିଥିବ, ସେ ଗୋଟେ ଗୋଟେ ଲାଇନକୁ ଆମେ କଭର କରିବା। ଏଠୁ ଗୋଟେ ଲାଇନ ଏମିତି ପଡିଥିବ ଭାବ, ଏଠୁ ଆମେ ଆଉ ଗୋଟେ ମେଜର କରିଦବା। ଡନ୍। ସେଭ୍ ପ୍ରୋଜେକ୍ଟ। ଲାଇନ 5 ଡନ୍। ପୁଣି ତାପରେ ଭାବ ଏଠୁ ଆଉ ଗୋଟେ ବ୍ରାଞ୍ଚ ଏଠି, ଆଉ ଗୋଟେ ବ୍ରାଞ୍ଚ ଏମିତି ଯାଇଛି। ପୁଣି ଥରେ ମେଜର କରିଦବା। ଏଠୁ ଡାଇରେକ୍ଟ ଏମିତି କାଟିଦବା, କେମିତି ଯାଇଛି କ୍ରସ୍ ହେଇକି ବୋଲି ବ୍ରାଞ୍ଚ ବାହାରିକୁ। ପୁଣି ଡନ୍ ମାରିଦବା। ପୁଣି ସେଭ୍ ପ୍ରୋଜେକ୍ଟ। ଲାଇନ 6 ଡନ୍। ହେଲା, ଏଟା ହେଇଗଲା। ଆଉ ଗୋଟେ ଭାବ ଏଠୁ ଆଉ ଗୋଟେ ଲାଇନ ଯାଇଛି କି, ନହେଲେ ଏଠୁ ଭାଗ ବାଣ୍ଟ ହେଇକି ଆସିଛି। ଏମିତି ପୁଣି ଥରେ ମେଜର କରିଦବା ଏଠୁ ଗୋଟେ ବ୍ରାଞ୍ଚ।
फर्स्ट पॉइंट मारी मारी एंड जी देदवा मिसे दवा एटी पुणी थोड़े डन मारियो ए प्रोजेक्ट एटा लाइन 7 डन मारले हो गला एटा हो गला पूरा एटा तार एफएसटीसी टा को लाइन रे जायछि पूरा गोटे मैप तैयार हो गला तार एबे जिबा सेव करबा पय सेव करबा को जाय कि एठी अनटाइटल्ड मैप लिखा है फास्ट सार कहते कौन स्कीम आईडी टा मारिबा बोली कि एथरो स्कीम आईडी टा कौन स्कीम आईडी मते जणा दे भाबो 8488530 एमती स्कीम आईडी अछि स्कीम आईडी टा एठी लिखा लिखिकरी एटा सेव हेबा जे जगह फाइल जीवा फाइल जायकरी एक्सपोर्ट एस केएमएल फाइल मार दवा एक्सपोर्ट एस केएमएल फाइल मारले हमर गूगल रे एटा डाउनलोड्स कले डाउनलोड्स रे गोटे केएमएल फाइल जनरेट हो जाइथिबो से केएमएल फाइल टा को तो व्हाट्सएप रे पठे दवा केएमएल फाइल टा डाउनलोड्स रे थिबो एटा व्हाट्सएप रे पठे दवा एतिक तो काम आ किछ नै हला एमती गोटे गोटे करवा भाबो एटा सरी गला एटा परे पुणी थरे नुआ गोटे खोलिबार अछि फाइल जीवो फाइल जाय कि व्यूअल प्रोजेक्ट्स मारिबो व्यूअल प्रोजेक्ट्स एटा गोटे प्रोजेक्ट सेव हो जायथिबो एटा सेव हो गला परे पुणी नुआ प्रोजेक्ट गोटे स्टार्ट करबो न्यू मैप नुआ स्कीम पे नुआ मैप पुणी आ गोटे कोऑर्डिनेट मारिबो किछ गोटे से गाँ को जीवो नल जदि कोऑर्डिनेट जगह रे जदि आ किछ भी जणा थबो जंती गाँ एठी लोकेटेड अछि बोल जणा अछि एठी जीवो एठू पुणी थरे से टांकी रो स्टार्ट करिवो गोटे गोटे कर सेटा करिवो सेटा करके पुणी थरे सेव करिवो पुणी थरे देबो एमती अलगा अलगा स्कीम पे गोटे गोटे न्यू फाइल करिवो न्यू फाइल करके जीवो नुआ प्रोजेक्ट करके से सब गोटे गोटे सेव होला पर व्हाट्सएप रे पठे देबो किसी भी न बुझा पड़ले मत पुणी थरे फोन करके डाउट पचारिबो मात्र निजे निजे ट्राई करबो ट्राई करले ही बुझा पड़बो ट्राई कला पर मते कहबो सेमती गोटे गोटे जति स्कीम जाक करबार अछि सुजला मैप रे गोटे गोटे स्कीम रो करिकरी फिनिश करिकरी एमआईएस को पठाइबो